ଆନ୍ତର୍ଜାତିକ କନକ୍ଲେଭ୍ କରାହେଉଛି ସେଠି ମୋର ଦୁଇଟା ପଏଣ୍ଟ ରହିବ। ଫାର୍ଷ୍ଟ ପଏଣ୍ଟ ହେଉଛି ଯେଉଁ ରାଜ୍ୟର ଯେଉଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପରେ କ୍ୟାମ୍ପସ୍ ପାଇକି ଯାଉଛନ୍ତି ସେମାନେ ରିଟର୍ଣ୍ଣ କାହିଁ କରୁଛନ୍ତି ଜବ୍ ପୁରା ନ କରିକି ସେଠି ସେ ରିଟର୍ଣ୍ଣ କରିବା ରିଜିନ୍ କ'ଣ? ଯଦି ଠିକ୍ସେ ସେମାନଙ୍କର ଟ୍ରେନିଂ ପାଇନାହାନ୍ତି ତାଙ୍କୁ ଉଚିତ ପ୍ରଶିକ୍ଷଣ ଦିଆଯାଏ ତାଙ୍କୁ ନିୟୋଜିତ କରାଯାଉ। କାହିଁକିନା ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ବହୁତ ବେକାରୀ ରାଜ୍ୟରେ ରହୁଛନ୍ତି ଗୋଟେ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହେଲା ଇଞ୍ଜିନିୟରିଂ ପଢ଼ିବା ପାଇଁ ଯେଉଁ ଭିତ୍ତିଭୂମି ଯେତିକି ଆବଶ୍ୟକ ତା'ର ସଦୃଢ଼ କରାଯାଉ, ଯେଉଁଟାକି ପିଲାମାନଙ୍କର ଏଇ ଅସୁବିଧା ରହିବନି କଦାପି। କାହିଁକିନା ସଦାବେଳେ ବାରମ୍ବାର ପିଲା ଯାଉଛନ୍ତି କ୍ୟାମ୍ପସ୍ ପାଉଛନ୍ତି ରିଟର୍ଣ୍ଣ ହେଇକି ଯାଉଛନ୍ତି, ଆ ଦ୍ୱାରା ବେକାରୀ ସମସ୍ୟା ବହୁତ ସୃଷ୍ଟି ହେଉଛି ରାଜ୍ୟରେ। ସେଇଟା କେମିତି ରୋକାଯାଇପାରିବ? ସେଥିପାଇଁ ଭିତ୍ତିଭୂମି କ'ଣ ଆବଶ୍ୟକ ରାଜ୍ୟ ସରକାରଙ୍କ ସହିତ ମୁଁ ଆଲୋଚନା କରିବା ପରେ